ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବକେୟା ଚାଲାଣ ପଇଠ ନ କଲେ ମିଳିବନି ପିୟୁସିସି। ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟଙ୍କ ବଳିଷ୍ଠ ଯୁକ୍ତି ଉପସ୍ଥାପନ ପରେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ପିୟୁସିସି କରିବାକୁ ହେଲେ ଚାଲାଣ ପଇଠ କରିବାକୁ ବାଧ୍ୟ ବୋଲି ହାଇକୋର୍ଟ କହିଛନ୍ତି। ମୋଟରଯାନ ଆଇନ ଧାରା 167 ଉପଧାରା 12 ଅନୁଯାୟୀ ବକାୟା ଚାଲାଣ ଥିଲେ ପିୟୁସିସି ଆବେଦନ ହୋଇପାରିବ ନାହିଁ। ଏହା ସହିତ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ଯୁକ୍ତି ଉପସ୍ଥାପନ କରୁଥିଲେ। ପରବର୍ତ୍ତୀ ଖବର, ଫେବୃଆରୀ 12ରେ ଭାରତ ବନ୍ଦ। ସୂଚନା ଅନୁଯାୟୀ ଦେଶର 10ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଏବଂ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆସନ୍ତା ଫେବୃଆରୀ 12 ତାରିଖରେ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ନୂଆ ଶ୍ରମ ସଂହିତା ଲେବର କୋଡ୍ସ କାର୍ଯ୍ୟକାଳୀନ ନୀତି ବିରୋଧୀ ଏବଂ ଶ୍ରମିକ ହିତ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ହୋଇଛି। ଏହାର ପ୍ରଭାବରେ ବ୍ୟାଙ୍କ ସେବା ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ପରବର୍ତ୍ତୀ ଖବର, ଆଜି 4 ଘଣ୍ଟା ଜଗାଦର୍ଶନ ବନ୍ଦ। ଫାଲ୍ଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଚତୁର୍ଥ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ 4 ଘଣ୍ଟା ଜଗାଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଫଳରେ ଶ୍ରଦ୍ଧାଳୁମାନଙ୍କ ଜଗାଦର୍ଶନ ଲାଗି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ। ନୀତି ଶେଷ ହେବା ପରେ ଭକ୍ତ ସ୍ୱାଭାବିକ ହେବେ ଜଗାଦର୍ଶନ କରିପାରିବେ। ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ ଆଜି ସନ୍ଧ୍ୟା 6ଟା ରାତ୍ରି 10ଟା ପର୍ଯ୍ୟନ୍ତ ପ୍ରାୟ 4 ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ଖବର, ପାଞ୍ଜିରେ ଭୁଲ ଛାପିଲେ ଦିଆଯିବ ଦଣ୍ଡ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ 2026-27 ବର୍ଷର ଚୂଡ଼ାନ୍ତ ପାଞ୍ଜି ସମୀକ୍ଷା ବୈଠକରେ ଏନେଇ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆଗାମୀ ଦିନରେ ପର୍ବକୁ ନେଇ ଯେଭଳି କୌଣସି ଦ୍ୱନ୍ଦ୍ୱ ନ ଉପୁଜେ ସେ ନେଇ ସମୀକ୍ଷା କରାଯାଇଛି। ପଞ୍ଜିକାରମାନେ ପୂର୍ବରୁ ଦେଇଥିବା ପାଣ୍ଡୁଲିପିରେ ଥିବା ସମସ୍ତ ଅସଙ୍ଗତିକୁ ଦୂର କରାଯାଇଛି। ମୋଟ 5ଟି ପଞ୍ଜିକାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରକାଶନ କରିବାକୁ ଅନୁମତି ଦେଇଛି। କୋହିନୂର, ରାଧାରମଣ, ଭାଗ୍ୟଦୀପ, ଅରୁଣୋଦୟ, ଜି.ଏନ୍. ତ୍ରିପାଠୀ ଏହି 5ଟି ପଞ୍ଜିକାକୁ ଶ୍ରୀମନ୍ଦିରର ପର୍ବପର୍ବାଣୀ ପାଞ୍ଜିରେ ସ୍ଥାନ ଦେବାକୁ ସ୍ୱୀକୃତି ମିଳିଛି। ଏଣୁ ଜନତା ଏହି 5ଟି ପଞ୍ଜିକା ଅନୁସରଣ କରିବାକୁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ। ପରବର୍ତ୍ତୀ ଖବର, ଓଡ଼ିଶାରେ 4,100 କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ। ସୃଷ୍ଟି ହେବ 10,000 ନିଯୁକ୍ତି। ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ରାଜ୍ୟ ସରକାର 4,111.80 କୋଟି ଟଙ୍କାର 23ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ପ୍ରାୟ 9,924ଟି ନୂତନ ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରାଜ୍ୟର ବାଲେଶ୍ୱର, ଭଦ୍ରକ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ। ପରବର୍ତ୍ତୀ ଖବର, କୋର୍ଟରେ ମଞ୍ଚ ଅଭିନେତ୍ରୀ ନିଶା ମହାରଣାଙ୍କ ଆତ୍ମସମର୍ପଣ। ଅଶ୍ଳୀଳ ନୃତ୍ୟ ପରିବେଷଣ ଅଭିଯୋଗରେ ବଲାଙ୍ଗୀର ସଦର ଥାନାରେ ହୋଇଥିଲା ମାମଲା। ଅଭିନେତ୍ରୀ ନିଶା ମହାରଣା ବଲାଙ୍ଗୀର ଏସ୍.ଡି.ଜି.ଏମ୍. କୋର୍ଟରେ ହାଜର ହୋଇଛନ୍ତି। ବଲାଙ୍ଗୀର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର 12 ତାରିଖରେ ଅଶ୍ଳୀଳ ନୃତ୍ୟ ପରିବେଷଣ ମାମଲାରେ ଆଜି ବଲାଙ୍ଗୀର କୋର୍ଟରେ ହାଜର ହୋଇଛନ୍ତି ନିଶା। ଡିସେମ୍ବର 14ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ ଏନେଇ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ।
ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଡିସେମ୍ବର 15ରେ ଯାତ୍ରା କମିଟି ସଭାପତି ଓ ସମ୍ପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ଖବର, ବଢିଲା ଆୟୁଷ ଡାକ୍ତରଙ୍କ ଦରମା। ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ହୋଇଛି। ଆୟୁଷ ଡାକ୍ତରମାନଙ୍କ ସର୍ବନିମ୍ନ ଦରମା ଏବେ 56,948 ଟଙ୍କା ଏବଂ ସର୍ବାଧିକ ଦରମା 91,467 ଟଙ୍କାରେ ପହଞ୍ଚିଛି। ବରିଷ୍ଠତା ଭିତ୍ତିରେ ମାସକୁ 20,000 ଟଙ୍କାରୁ 40,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 5 ବର୍ଷରୁ କମ୍ ସମୟ ଅବଧି ପାଇଁ ସେବାରତ ଆୟୁଷ ଡାକ୍ତରମାନଙ୍କ ଦରମା ମାସକୁ 20,000 ଟଙ୍କା ବୃଦ୍ଧି ପାଇଛି। ଏହାଦ୍ୱାରା ସର୍ବନିମ୍ନ ଦରମା 56,948 ଟଙ୍କା ହୋଇଛି। ପରବର୍ତ୍ତୀ ଖବର, ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ। 5 ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଦେଲେ ଦୁର୍ବୃତ୍ତ। ସୋମବାର ରାଜଧାନୀ ଭୁବନେଶ୍ୱରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ବେଳେ 5 ଘଣ୍ଟା ପରେ ଠାବ ହୋଇଛନ୍ତି। ସୂଚନା ଅନୁସାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣଙ୍କ ଭରତପୁର ଥାନା ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟରେ ପାଠ ପଢ଼ନ୍ତି। ସୋମବାର ଅପରାହ୍ନରେ ଛାତ୍ରୀ ଜଣଙ୍କ ସ୍କୁଲ ଛୁଟି ପରେ ଗେଟକୁ ଆସିବା ବେଳକୁ ବସ୍ ପଳାଇଥିଲା। ଏହାପରେ ପରିବାର ଲୋକଙ୍କୁ ଛାତ୍ରୀ ଜଣଙ୍କ ବସ୍ ପଳାଇଥିବା ଜଣାଇଥିଲେ। ପରବର୍ତ୍ତୀ ଖବର, ସରକାରଙ୍କ ଅଫିସରେ ପାନ ଗୁଟ୍ଖା ମନା, ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ସରକାରୀ ଅଫିସ ଭିତରେ ଯଦି କୌଣସି ଅଫିସର ବା କର୍ମଚାରୀ ପାନ ଗୁଟ୍ଖା ବା କୌଣସି ମାଦକ ଦ୍ରବ୍ୟ ସେବନ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜସ୍ୱ ବିଭାଗ ପକ୍ଷରୁ ଆଜି ଏନେଇ କଡ଼ା ଚେତାବନୀ ଦିଆଯାଇଛି। ଏଥିସହ ନାଗରିକଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ପରବର୍ତ୍ତୀ ଖବର, କପି କଲେ 10 ଲକ୍ଷ ଜରିମାନା ଏବଂ 5 ବର୍ଷ ଜେଲ୍। 10 ତାରିଖ ଦିନ ପ୍ରଥମେ 4ଟି ଜିଲ୍ଲାକୁ ପ୍ରଶ୍ନପତ୍ର ଯିବ ଆଉ ତାପରେ ଅନ୍ୟ ଜିଲ୍ଲାକୁ। ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ଫେବୃଆରୀ 19ରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସୂଚନା। କିନ୍ତୁ ଏଥର ପରୀକ୍ଷାରେ କପି କଲେ 5 ବର୍ଷ ଜେଲ୍ ଏବଂ 10 ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ। ମାଟ୍ରିକ ଓ ଯୁକ୍ତ 2 ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। କପି ରୋକିବାକୁ ବ୍ୟବହାର ହେବ ଏଆଇ ଏବଂ କ୍ୟୁଆର କୋଡ କ୍ୟାମେରା। ପରବର୍ତ୍ତୀ ଖବର, କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ 2026ରୁ ପ୍ରକୃତ କାର୍ଯ୍ୟକାରୀ ତାରିଖ ପର୍ଯ୍ୟନ୍ତ ସମୟର ବକେୟା ବା ଏରିୟର୍ସ ପାଇବାକୁ ଆଶା ରଖିଛନ୍ତି। ବିଶେଷ କରି ପେ ମ୍ୟାଟ୍ରିକ୍ସ 1ରୁ 5 ସ୍ତରରେ ଲେବଲ 1ରୁ 5 ଥିବା ଲକ୍ଷାଧିକ କର୍ମଚାରୀଙ୍କ ପାଇଁ ଏହା ବଡ଼ ଖୁସି ଖବର ଆଣିପାରେ। କାରଣ ଫିଟମେଣ୍ଟ ପ୍ୟାକ୍ଟରେ ଆଧାରରେ ସେମାନଙ୍କୁ 3ରୁ 9 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକକାଳୀନ ବକେୟା ରାଶି ମିଳିବାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ଟି20 ବିଶ୍ୱକପ୍ ପାଇଁ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି। ବୋର୍ଡ ନିଜର ପୂର୍ବ ନିୟମକୁ ବଜାୟ ରଖି ଟୁର୍ଣ୍ଣାମେଣ୍ଟ ସମୟରେ ଭାରତୀୟ କ୍ରିକେଟରଙ୍କୁ ନିଜ ପରିବାରଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ଖେଳାଳିମାନେ ନିଜ ପତ୍ନୀ, ବାନ୍ଧବୀ ବା ଅନ୍ୟ କୌଣସି ପରିବାର ସଦସ୍ୟଙ୍କ ସହିତ ଖେଳ ମଝିରେ ରହିପାରିବେ ନାହିଁ। ଏକ ରିପୋର୍ଟ ଅନୁସାରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଖେଳାଳିଙ୍କ ପରିବାରକୁ ସାମିଲ କରିବା ଲାଗି ଅନୁମତି ମାଗିଥିଲେ, ହେଲେ ବୋର୍ଡ ସିଧାସଳଖ ଏଥିଲାଗି ମନା କରିଦେଇଛି। ପରବର୍ତ୍ତୀ ଖବର, ଭାରତରେ କଠୋର ହେଲା ଏଆଇ ନିୟମ। ଏଆଇ ଏବଂ ଡିଫେକ୍ଟର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଏବେ ଯେକୌଣସି ଆପତ୍ତିଜନକ ବିଷୟବସ୍ତୁକୁ ମାତ୍ର 3 ଘଣ୍ଟା ମଧ୍ୟରେ ହଟାଇବାକୁ ପଡ଼ିବ। ଏହି ନିୟମ ଫେବୃଆରୀ 10ରେ ଅଧିସୂଚିତ ହୋଇଥିବା ବେଳେ ଫେବୃଆରୀ 20ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ। ଯଦି କୌଣସି ଅଡିଓ କିମ୍ବା ଭିଡିଓ, ଫଟୋ ଏଆଇ ସାହାଯ୍ୟରେ ତିଆରି କରାଯାଇଛି, ତେବେ ପ୍ଲାଟଫର୍ମଗୁଡ଼ିକୁ ସେଥିରୁ ସ୍ପଷ୍ଟ ଭାବେ ଏଆଇ ଜେନେରେଟ୍ ଲେବଲ ଲଗାଇବାକୁ ହେବ। ଏହାକୁ ସିନ୍ଥେଟିକାଲି ଜେନେରେଟେଡ୍ ଇନଫରମେସନ ଶ୍ରେଣୀଭୁକ୍ତ କରାଯାଇଛି। ପରବର୍ତ୍ତୀ ଖବର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାଧାରଣ ସଭାରେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କେବେ ହେଲେ ବାବ୍ରି ସଂରଚନା
ପୁନଃ ନିର୍ମାଣ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ବାର୍ବ୍ରିଙ୍କଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗୀ ସ୍ପଷ୍ଟ କରିଦେଇଛନ୍ତି। ଯେଉଁମାନେ ଏଭଳି ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ଆଶା କେବେ ବି ପୂରଣ ହେବ ନାହିଁ। ଯୋଗୀ କହିଛନ୍ତି ଯେ ଭାଜପା ଯେଉଁ ପ୍ରତିଶ୍ରୁତି ଦିଏ ତାହାର ପୂରଣ କରେ। ଆମେ କହିଥିଲୁ ରାମଲାଲା ଆସିବେ ଏବଂ ସେହି ସ୍ଥାନରେ ହିଁ ମନ୍ଦିର ଗଢ଼ାହେବ। ଏଥିରେ କୌଣସି ସନ୍ଦେହ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ପରବର୍ତ୍ତୀ ଖବର, ବାୟୁସେନା ଲାଗି ଭାରତ ବହୁ ପ୍ରତୀକ୍ଷିତ 114ଟି ରାଫେଲ ଯୁଦ୍ଧ ବିମାନ କ୍ରୟ ହେବାକୁ ଯାଉଛି। ଏହି ପ୍ରମୁଖ ଚୁକ୍ତିକୁ ଚଳିତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ ପ୍ରଦାନ କରିପାରେ। ଏହି ନିଷ୍ପତ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଆସିପାରେ ବୋଲି କୁହାଯାଉଛି। ଯଦି ଅନୁମୋଦନ ମିଳେ ତେବେ ଏହି ଚୁକ୍ତି ଭାରତର ଇତିହାସରେ ସର୍ବବୃହତ ହେବ, ଯାହାର ମୋଟ ମୂଲ୍ୟ ପ୍ରାୟ 3,25,କୋଟି ଟଙ୍କା ରହିଛି। ଏହି ରାଫେଲ ଆସିବା ପରେ ଭାରତୀୟ ବାୟୁସେନା ଆହୁରି ସୁଦୃଢ଼ ହେବ। ଏହି ଖବର ଆସିବା ପରେ ଏବେ ଛାନିଆ ଚୀନ ଓ ପାକିସ୍ତାନ।